ଜାଣିଛନ୍ତି ଯେତେ ବି ରିଲେସନସିପ୍ ଭାଙ୍ଗୁଛି ତା ପଛରେ ଗୋଟେ ହିଡେନ୍ ରିଜନ୍ କ'ଣ? ମିସକମ୍ୟୁନିକେସନ୍। ଝଗଡ଼ା, କନଫ୍ଲିକ୍ଟ, ମିସଅଣ୍ଡରଷ୍ଟାଣ୍ଡିଂ ସବୁ ରିଲେସନସିପ୍ରେ ହୁଏ, କିନ୍ତୁ ଲମ୍ବା ସେହି ବ୍ୟକ୍ତି ସହ ଯାଏ ଯିଏ କମ୍ୟୁନିକେଟ୍ କରେ, ଯିଏ ନିଜକୁ ବ୍ୟକ୍ତ କରେ ଆଣ୍ଡ ଆପଣଙ୍କ ସାଇଡ଼ର ଓପିନିଅନ୍କୁ ବ୍ୟକ୍ତ କରିବାକୁ ଦିଏ, ମନ ଦେଇ ସେସବୁକୁ ଶୁଣେ ଆଣ୍ଡ ତାକୁ ହେଲ୍ଦି କନଭରସେସନ୍ କୁହାଯାଏ, ଯାହାଦ୍ୱାରା ଆପଣଙ୍କ ଭିତରେ ଯେଉଁ ବି କନଫ୍ଲିକ୍ଟ ହେଇଥିଲା ଦିନେ ସଲ୍ଭ ବି ହେଇଯାଏ। କିନ୍ତୁ ଠିକ୍ ତାର ଅପୋଜିଟ୍ ମିସକମ୍ୟୁନିକେସନ୍, ସାଇଲେନ୍ସ ଗୋଟେ ବହୁତ ସୁନ୍ଦର ସମ୍ପର୍କକୁ ଧୀରେ ଧୀରେ ଏକଦମ ମୂଳରୁ ମାରିଦିଏ, ଯାହା ଚାହିଁଲେ ବି ଆପଣ ପରେ କେବେ ଯୋଡ଼ି ପାରିବେ ନାହିଁ। ସୋ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଖାସ୍ ଲୋକ ସହ ସମ୍ପର୍କ ସବୁଦିନ ସୁନ୍ଦର ହେଇକି ରହୁ, ତାହେଲେ ଯଥା ସମ୍ଭବ ଆପଣ କମ୍ୟୁନିକେଟ୍ କରନ୍ତୁ, ନିଜ ପର୍ସପେକ୍ଟିଭକୁ ବ୍ୟକ୍ତ କରନ୍ତୁ ଏବଂ ତାଙ୍କ ପର୍ସପେକ୍ଟିଭକୁ ଆଟେଣ୍ଟିଭଲି ଶୁଣନ୍ତୁ, ନହେଲେ ଖୁବ୍ ଶୀଘ୍ର ଆପଣ ସେ ବ୍ୟକ୍ତିଙ୍କୁ ହରେଇବାକୁ ଯାଉଛନ୍ତି। ଧନ୍ୟବାଦ।